हेलो सांग मैंने आपण मैंने केमती अछंती मु आज पुणी आ गोटे नुआ वीडियो रे आपण मानक स्वागत जनाऊँगी। मु आज आपण मानक पई नै आसीची मे मासर ECCE डे बा अंकुर दिवसर 2 तारिखर रेजुलेशन टी को ताहले आसंतु वीडियो टी को आरंभ करबा। अद्यता 2/5/26 तारिख दिबा 7 घटिका समय रे आम बड़कुटुणी अंगनवाड़ी केन्द्र ठारे ECCE डे बा अंकुर दिवस पालन करागला। ଏହି ଦିବସରେ 0ରୁ 3 ବର୍ଷର ଶିଶୁଙ୍କର ଅଭିଭାବକ, ଜିକେଏସ୍ ମେମ୍ବର, ଆଶା ଦିଦି, କିଶୋରୀ ବାଳିକା, ଯାଞ୍ଚ କମିଟି, ମାତୃ କମିଟି ମେମ୍ବର, ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଇତ୍ୟାଦି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମେ ମାସ 2 ତାରିଖର ଟପିକ୍ ପତି ପତ୍ନୀ ସମ୍ବାଦ। ମହିଳା ଓ ଶିଶୁମାନଙ୍କର ସ୍ଥିତିର ଉନ୍ନତି ଆଣିବା ପାଇଁ ସମନ୍ୱିତ ଶିଶୁ ବିକାଶ କର୍ମକର୍ତ୍ତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ, କାରଣ ସେମାନେ ସମାଜର ମୂଳ ସ୍ତରରୁ କାମ କରିଥାନ୍ତି। ମୂଳ ସ୍ତରରୁ ବା ଗ୍ରାମାଞ୍ଚଳରୁ ସେମାନଙ୍କର ସ୍ଥିତିରେ ପରିବର୍ତ୍ତନ ଘଟିଲେ ଆମେ ଆମ ଲକ୍ଷ୍ୟ ହାସଲ କରିପାରିବା। ଶିଶୁ ଓ ମହିଳା ଏକରେ ହେଲା ଶିଶୁ ଓ ମହିଳାମାନଙ୍କୁ ପ୍ରତିଷେଧକ ଟୀକା, ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ସେବା ଉପଯୁକ୍ତ ସମୟରେ ଦେଇ ସେମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ଆଣିବା। 2ରେ ହେଲା ମା'ମାନଙ୍କୁ ସ୍ୱାସ୍ଥ୍ୟ ଓ ପୁଷ୍ଟି ଶିକ୍ଷା ଦେଇ ଗୃହ ପରିଦର୍ଶନ କରି ଓ ବିଭିନ୍ନ ସଭାରେ ଆଲୋଚନା ମାଧ୍ୟମରେ ସେମାନଙ୍କୁ ସ୍ୱାସ୍ଥ୍ୟ, ଶିକ୍ଷା ଓ ପୁଷ୍ଟି ପ୍ରତି ସଚେତନ କରିବା। 3ରେ ହେଲା ଗ୍ରାମରେ ଥିବା ସମସ୍ତ 3 ବର୍ଷରୁ 6 ବର୍ଷ ଶିଶୁ ଯେପରି ପ୍ରାକ୍ ବିଦ୍ୟାଳୟ ଓ ପରେ 5 ବର୍ଷ ପ୍ରାଥମିକ ବିଦ୍ୟାଳୟ ଯାଆନ୍ତି ସେଥିପ୍ରତି ଦୃଷ୍ଟି ଦେବା। 4ରେ ମହିଳା ଓ ଶିଶୁମାନେ ଯେପରି ପୁଷ୍ଟିକର ଖାଦ୍ୟ ଖାଇବେ ସେଥିପ୍ରତି ଯତ୍ନବାନ ହେବା। 5ରେ ମହିଳାମାନଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ବିଷୟରେ ସଚେତନ କରିବା। 6ରେ ମହିଳା ସଂଗଠନ ଗଠନ କରିବା ସହିତ ସମାଜର ସବୁ କ୍ଷେତ୍ରରେ ମହିଳାମାନଙ୍କର ସହଭାଗିତା ବୃଦ୍ଧି କରିବା। ଯେଉଁ ସବୁ କ୍ଷେତ୍ରରେ ମହିଳାମାନଙ୍କର ସ୍ଥିତି ସମ୍ବନ୍ଧରେ ଆବଶ୍ୟକ ତଥା ସୂଚନାର ଅଭାବ ପରିଲକ୍ଷିତ ହେଉଛି ସେସବୁ କ୍ଷେତ୍ରରେ ସଠିକ୍ ତଥ୍ୟ ଏବଂ ସୂଚନା ପାଇବା ପାଇଁ ସାହାଯ୍ୟ କରିବା ଇତ୍ୟାଦି ଅନ୍ତର୍ଭୁକ୍ତ। ଆଲୋଚନା ଶେଷରେ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରାଗଲା। ଭଉଣୀମାନେ ଆଶା କରୁଛି ଆଜିର ରେଜୁଲେସନଟି ନିଶ୍ଚିତ ଆପଣମାନଙ୍କର ପସନ୍ଦ ହେବ। ତାହେଲେ ପ୍ଲିଜ୍ ଯଦି ମୋ ଚ୍ୟାନେଲରେ ନୂଆ ତାହେଲେ ନିଶ୍ଚିତ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ ଏବଂ ଆଜିର ରେଜୁଲେସନଟି କିପରି ହୋଇଛି କମେଣ୍ଟ ମାଧ୍ୟମରେ ଜଣାଇବେ। ରହିଲି।